ଶ୍ରୀମଦ୍ଭାଗବତ ଷଷ୍ଠ ସ୍କନ୍ଦ ଷୋଡ଼ଶ ଅଧ୍ୟାୟ। ଶ୍ରୀଶୁକ ବାଚ ଏଥୁ ଏ ଅନନ୍ତରେ ରାଜନ ମଲା ସେ ନୃପତି ନନ୍ଦନ ଭାସେ ନାରଦ ହୋଇ ତୋଷ ଉଠ ନୃପତିର ଶିଷ୍ୟ ଦେଖ ତ ଜ୍ଞାତି ସହୋଦର ପଡ଼ିନ ଅଛନ୍ତି ଭୂମିର। ହେ ଜୀବ ଦେଖ ତୋର ମାତା ମୋହକୁ ପାଉଅଛି ପିତା ବନ୍ଧୁ ବାନ୍ଧବ ଯେ ତୋହର ମୋହକୁ ପାଇଲେ ଅପାର ଆପଣା କଳେବର ପଶ ଶେଷ ତ ଯେତେକ ଆୟୁଷ ସୁହୃଦ ଗଣେ କୃତ୍ୟ ହୋଇ ନାନା ଭୋଗକୁ ଭୁଞ୍ଜ ତୁହି ନୃପତି ଆସନେ ବିଜେ କର ପିତାର ଶୋକ କର ଦୂର। ଜୀବ ଉବାଚ କେଉଁ ଜନମରୁ ମୋହର ହୋଇଛନ୍ତି ମାତା ପିୟର ଦେବତା ମନୁଷ୍ୟ ପକ୍ଷୀରେ ଭ୍ରମଇ ମୁହିମ କର୍ମରେ ବାନ୍ଧବ ଜ୍ଞାତି ମିତ୍ରରି ଯେ ଉଦାସୀନ ଦୋଷ କରି ସେ ଏ ସର୍ବ ପରସ୍ପର ଥାନ୍ତି କେ ବାବା ନୁହନ୍ତି ହୁଅନ୍ତି ହେମରୁ ନାନା ଦ୍ରବ୍ୟ ଜେନେ ଜ୍ୟୋତିରୁ ଜୀବନ ତେସନେ ସତ୍ୟ ଯେ ସମ୍ବନ୍ଧ ଲୋକରେ ଅସତ୍ୟ ବୋଇଲେ ବିଚାରେ ସମ୍ବନ୍ଧ ଯାବତ ଯାହାର ତାବତ ମମତା ତାହାର ଏ ଜୀବ ନିତ୍ୟ ଯେ ଅବ୍ୟୟ ସୂକ୍ଷ୍ମ ସ୍ୱରୂପୀ ସର୍ବାଶ୍ରୟ ଆତ୍ମା ମାୟା ଗୁଣରୁ କରି ଆତ୍ମା ସୃଷ୍ଟି କି ସେ ଆଚରି ଏହାର ପ୍ରୀତି ଅବା କେହି ଅପ୍ରୀତି ଜନ କେହି ନାହିଁ ଆତ୍ମା ପର ନାହିଁ ଯାହାର ଗୁଣ ଦୋଷ କ୍ରିୟା ଫଳର ଉଦାସୀନର ପ୍ରାୟ ହୋଇ ପରକୁ ଦେଖଇ ଏମନ୍ତ ଏକ ସେ ଈଶ୍ୱର ସଂସାର ନିର୍ମିତ ତାହାର। ଶ୍ରୀଶୁକ ବାଚ ଏମନ୍ତ କହିଣ ବଚନ ଜୀବ ଚଳିଲା ହେ ରାଜନ ବିଷାଦେ ତାର ବନ୍ଧୁଗଣ ଶୋକକୁ କଲେ ବିମୋଚନ ତାତହୁଁ ଜ୍ଞାନକୁ ଶୁଣିଲେ ସ୍ନେହ ଶଙ୍କଳିକୁ ଛେଦିଲେ ଏ ଅନନ୍ତରେ ଜ୍ଞାତି ଜନ ବେଦ ଉଚିତ କର୍ମମାନ ଲୋକବିଧିରେ ଏହା କଲେ ସମସ୍ତ ପାପକୁ ଛାଡ଼ିଲେ ଶୋକ ମୋହ ଯେ ସ୍ନେହ ଦେଇ ତାହା ଛାଡ଼ିଲେ ଜ୍ଞାନ ପାଇ ସେ ଯେ ବାଳାଗ୍ନି ପୁର ନାରୀ ଲାଜ ପାଇ ମନେ ବିଚାରି ବାଳକ ହତ୍ୟା ପାପୁ କରି ହତ ହୋଇଲା ତାଙ୍କ ଶିରି ବ୍ରାହ୍ମଣେ ପୁଛିଲେ ଉଚିତ ବାଳକ ହତ୍ୟାର ଯେ ରତ ଯମୁନା କୂଳକୁ ସେ ଗଲେ ବାଳକ ହତ୍ୟା ବ୍ରତ କଲେ ବ୍ରାହ୍ମଣ ଆଜ୍ଞା ପରିମାଣେ କଲେ ବେଦ ବିଧି ବିଧାନେ ଏମନ୍ତେ ଶୁଣ ହେ ରାଜନ ଚିତ୍ରକେତୁ ବିପ୍ର ବଚନ ପୁଣି ତତ୍କ୍ଷଣେ ଜ୍ଞାନ ପାଇ ଗୃହ କର୍ମ ବାହାର ହୋଇ ସରପଙ୍କ ଯୁଗ ଜେନେ ବାହାର ହୋଇଲେ ତେସନେ କାଳିନ୍ଦୀ ଜଳେ ସ୍ନାନ କଲା ପୁଣ୍ୟ କଥାକୁ ଆଚରିଲା ମୌନ ବ୍ରତ ହୋଇ ରାଜା ମୁନି ଚରଣେ କଲା ପୂଜା ଏ ଅନନ୍ତରେ ମୁନି ବର ଭକତି ଦେଖିଣ ତାହାର ନାରଦ ଅନୁକମ୍ପା କଲେ ବିଦ୍ୟା ତାହାରେ କହିଲେ ପରମାନନ୍ଦେ ଯେ ନିବୃତ୍ତି ଧ୍ୟାନେ ଗୋବିନ୍ଦ କଲା ସ୍ତୁତି ନମସ୍ତେ ପ୍ରଭୁ ଭଗବାନ ବାସୁଦେବ ସର୍ବକାରଣ ନମସ୍ତେ ଜ୍ଞାନର ଈଶ୍ୱର ପରମାନନ୍ଦ ମୁକ୍ତି ପର ନମସ୍ତେ ବୈକୁଣ୍ଠବାସୀ ନମସ୍ତେ ପ୍ରଭୁ ବ୍ରହ୍ମରାଶି ନମସ୍ତେ ପ୍ରଭୁ ଆତ୍ମାରାମ ଅଭୟ ରୂପ ପୁନଃ କାମ ବହୁ ଋଷିକେଶ ହେ ମହତ ନମସ୍ତେ ମୂର୍ତ୍ତି ଯେ ଅନନ୍ତ ଯେ ପ୍ରଭୁ ଅଗମ୍ୟ ବାହାର ମନରେ ଯେ ନୁହେଁ ଗୋଚର ତାହାର ତହୁଁ ଏ ଜଗତ ହେଉ ଅଛନ୍ତି ଆତଜାତ ମୂର୍ତ୍ତିକା ଦହୁ ନାନା ପାତ୍ରେ ଯେସନ ହୋଇଅଛି ପାତ୍ର ଯେସନ ହୋଇଅଛି ଜାତ ପ୍ରଳୟ ସ୍ଥିତି ଯାର ତହିଁ ଯେ ବ୍ରହ୍ମ ପ୍ରମାଣ କରଇ ବୁଦ୍ଧି ଇନ୍ଦ୍ରିୟ ଆଦି ମନ ଯାର ନ ଜାଣଇ ପ୍ରମାଣ ବାହ୍ୟ ଅନ୍ତରେ ବ୍ୟାପ୍ତ ହୋଇ ଆକାଶ ବ୍ୟାପ୍ତି ଯେ ଅଛଇ ତାହାକୁ ମୋର ନମସ୍କାର ଅଚ୍ୟୁତ ପରମ ଈଶ୍ୱର ଦେହ ଇନ୍ଦ୍ରିୟ ଆଦି ପ୍ରାଣ ବୁଦ୍ଧି ସହିତେ ଯେଉଁ ଜନ ଯାହାର ଅଂଶରେ ମାନ କର୍ମରେ କରନ୍ତି ଭ୍ରମଣ ଭଗବାନ ମହାପୁରୁଷ ଆମ୍ବର ଭାବରେ ପ୍ରକାଶ ମହାବିଭୂତିର ଈଶ୍ୱର ସକଳ ଜନ୍ତୁ ବଶ କର ଏହାଙ୍କ କର ପଦ୍ମ କରି ସେବିତ ଚରଣ ଯାହାରି ହେମନ୍ତ ପରମ ଈଶ୍ୱର ତାହାଙ୍କୁ ମୋର ନମସ୍କାର। ଶ୍ରୀଶୁକ ବାଚ ଭକତ ରାଜାଙ୍କୁ ନାରଦେ ବିଦ୍ୟା ଦେଲେ ଅପ୍ରମାଦେ
ଅଙ୍ଗିରା ସହିତେ ରାଜନ ଗଲେ ଯେ ଯାହା ଭୁବନେ ଚିତ୍ରକେତୁ ଯେ ବିଦ୍ୟା ଘେନି ଯେମନ୍ତେ କହିଥିଲେ ମୁନି ଶପଥ ରାତ୍ରେ ଅପ୍ରମାଦେ ନାରଦ ବିଦ୍ୟାର ପ୍ରସାଦେ ବିଦ୍ୟାଧର ଦିଗପଣ ଲଭିଲେ ଚିତ୍ରକେତୁ କୋଣ ଶୁଣ ରାଜନ ଏକ ମନେ ଅନନ୍ତରେ କେତେ ଦିନେ ଶେଷ ଦେବ ଯେ ଦେବେଶ୍ୱର ଗଲା ନିକଟେ ତାହାଙ୍କର ବିଦ୍ୟାରେ କରି ମନ ଗତି ଲଭିଲା ନୃପତି ନିଶ୍ଚୟ ନୃପତି ମୃଣାଳ ପ୍ରାୟ ତାଙ୍କ ବନ ଶ୍ଳୁକ ବସନ ପରିଧାନ ଶୋଭିତ କିରୀଟ କୁଣ୍ଡଳ ମେଖଳା କଙ୍କଣ ଆବର ପ୍ରସନ୍ନ ରୁଚିର ବଦନ ଅରୁଣ ପଙ୍କଜ ଲୋଚନ ବେଢ଼ି ଅଛନ୍ତି ସିଦ୍ଧେଶ୍ୱର ଦେଖିଲା ଯାଇ ନୃପବର ତାହାଙ୍କ ଦର୍ଶନ ପାଇଁ ସକଳ ପାପୁ ମୁକ୍ତ ହୋଇ ଅନ୍ତଃକରଣ ଶୁଦ୍ଧ କଲା ଅଶ୍ରୁରେ ଲୋଚନ ପୁରିଲା ଭକତି ରୂପେ ପୂଜି ପୁଲକି ଭକତି ରୂପ ପୁଲକିଲା ଆଦି ପୁରୁଷଙ୍କୁ ନମିଲା ସେ ଚିତ୍ରକେତୁ ହର୍ଷ ହୋଇ ନୟନ ଜଳେ ପାଦ ଧୋଇ ପ୍ରେମରେ କଣ୍ଠରୁଦ୍ଧ ହୋଇ ସ୍ତୁତି କରି ନ ପାରଇ ହରସେ ପୂର୍ଣ୍ଣ ଇନ୍ଦ୍ର ଗଣ କ୍ରମରେ କରି ନିବାରଣ ଯାଦବ ବଂଶର ଠାକୁର ଜଗତ ଗୁରୁ ବର ତାହାଙ୍କ ପାଦେ ଦେଇ ମନ କହଇ ମଧୁର ବଚନ ଚିତ୍ରକେତୁ ବାଚ ସ୍ୱଭାବେ ତୁମ୍ଭେ ଯେ ଅଜିତ ସର୍ବବର୍ତ୍ତୀ ଲୋକରେ ହିତ ସୁସିଦ୍ଧ ଆତ୍ମା ଲୋକଙ୍କର ଜିତୁ ତୁ ହେଉ ହେ ଈଶ୍ୱର ଯେ ତୋତେ କରଇ ଭଜନ ତାର କାମନା କରୁ ପୂର୍ଣ୍ଣ ଅତି ଦୟାଳୁ ରୂପ ଧରୁ ଜଗତ ବିଭବ ତୋହରି ଅନାଦି ତୁହି ତୋର ତହିଁ ଉଦୟ ସ୍ଥିତି ଅସ୍ତି ହୋଇ ସୃଷ୍ଟିକରତା ଅଛି ୟାର ବଲଇ ଅନ୍ଧ ଯେଉଁ ନର ପରମ ଅଶ୍ରୁକର ପରି ହୋଇ ମହତ ତେଜକୁ ତୁ ବହି ଜଗତ ଅନ୍ତର୍ଗତ ସ୍ଥିତ ଆଦି ଅନ୍ତରେ ତୁ ପୂରିତ ହେ ଦେବ ପ୍ରାଣୀମାନଙ୍କର ସାକ୍ଷୀ ରୂପକୁ ତୁମ୍ଭେ ଧର କ୍ଷତି ଯେ ଆଦି ପଞ୍ଚଭୂତ ଏଥିରେ ହୋଇନ ନିର୍ମିତ ସେଇ ମତରେ ଅଣ୍ଡ କୋଷ ଏହାର ତୋର ବାସ ବିଷୟ ଜଡ଼େ ମୋହ ହୋଇ ଜେନର ବିଭୂତି ଚିନ୍ତଇ ତୁମ୍ଭ ଅର୍ଜନକୁ ନ ଚିନ୍ତେ ଗ୍ରାମର ପଶୁ ଏ ବିଦିତେ ଭପ୍ରଭୁ ତାହାଙ୍କ କଲ୍ୟାଣ କେବେ ହେ ନୁହଇ ନିପୁଣ ଜ୍ଞାନ ଆତ୍ମା ଅଖଣ୍ଡମୟ ଅଜିତ ଭଗବାନ ହୁଅ ତୁମ୍ଭେ ଯେ ଭାଗବତ ଧର୍ମ କହିଲ ପୁରୁଷ ଉତ୍ତମ ଅକିଞ୍ଚନୟ ଯେ ଆତ୍ମାରାମ ଏମନ୍ତ ସେହୁ ମୁନି ଜନ ମୁଖ୍ୟ ନିମନ୍ତେ ଯେଉଁ ଧର୍ମ କରନ୍ତି ନିତ୍ୟ ଉପାସନ ବିଷୟ ମାତ୍ରଟି ଯାହାର ଏ ଧର୍ମ ଯେ ଜନ ବାହାର ଯେଉଁ ଧର୍ମରୁ ତୁମ୍ଭେ ମୁହିଁ ତୁମ୍ଭର ମୋର ଭେଦ ନାହିଁ ଅଧର୍ମରୁ ତୁମ୍ଭ କ୍ରୋଧ ପରସ୍ପରେ ପୀଡ଼ା ବିରୋଧ ବିହିତ ଭାଗବତ ଧର୍ମ ଯହିଁରେ ନାହିଁ ସର୍ବକର୍ମ ସ୍ଥାବର ଚର ସର୍ବଘରେ ଅଭିନ୍ନ ଭାବେ ଯେଉଁ ନରେ ସେ ନିତ୍ୟ ପାଦ ପଦ୍ମେ ତୋର ସେବା କରନ୍ତି ନିରନ୍ତର ପାଷାଣ୍ଡ ମତି ଯେଉଁ ନର ଦୁର୍ଲଭ ପଦ ଏ ତାହାର ଯେ ପଦ୍ମ ବଲ୍ଲଭ ସୁଧାମ ପରମ ମଙ୍ଗଳତା ନାମ ଯେ ନାମ ସୁମରଣ କରି ପ୍ରାଣୀ ସଂସାରୁ ଯାନ୍ତି ତରି ହେ ଦେବ ନାରାୟଣ ହେ ପ୍ରଭୁ ଅଖିଳ କାରଣ ତୁମ୍ଭର ଦର୍ଶନ ମୋହର ପବିତ୍ର ହୋଇଲା ଶରୀର ଯାହା କହିଲେ ସେ ନାରଦ କେମନ୍ତେ ଅନ୍ୟଥା ହୋଇବ ଜଗତ ଆତ୍ମାରେ ଅନନ୍ତ ସକଳ ଜାଣିଲେ ତୁରିତ ଏ ଘୋର ସଂସାରରେ ଜନ ତୋତେ ନ ଜାଣେ ଭଗବାନ ତୁମ୍ଭେ ଆଦିତ୍ୟ ଦେବରାଏ ନରେଟି ଖାଦ୍ୟ ତାପରାଏ ଜଗତ ଉତ୍ପତ୍ତି ପାଳନ ପ୍ରଳୟ ହେତୁ ନାରାୟଣ ପରମହଂସ ରୂପ ତୁହି ନମସ୍ତେ ପ୍ରଭୁ ଭାବଗ୍ରାହୀ ଯାର ଶ୍ୱାସକୁ ଅନୁସରି କମ୍ପଇ ମୋହେ ବସୁନ୍ଦରୀ ପ୍ରାଣୀ ସମୂହ ଆଦି କରି ଅବନି ଅଛି ଯେ ଉଦରୀ ସହସ୍ର ମସ୍ତକ ଈଶ୍ୱର ନମସ୍ତେ ବ୍ରହ୍ମାଣ୍ଡ ଠାକୁର ଶ୍ରୀ ସୁକବାଚ ହେମନ୍ତ ସ୍ତୁତି ତାର ଶୁଣି ଅନନ୍ତ ଗୁଣପ ଚକ୍ର ପାଣି ଯେ ଚିତ୍ର କେତୁ ବିଦ୍ୟାଧର ତାହାଙ୍କୁ ବୋଲନ୍ତି ଉତ୍ତର ଶ୍ରୀ ଭଗବାନ ବାଚ
ଶୁଣ ରାଜନ ପୁଣ୍ୟ ଦେଇ ମୋର ଭକତ ଅନୁଗ୍ରାହୀ। ନାରଦ ଅଙ୍ଗିରା ତୋହରେ କହିଲେ ଯେଉଁ ବିଦ୍ୟାସାରେ, ତେଣୁ ସିଦ୍ଧ ହୋଇ ରାଜନ ପାଇଲୁ ମୋର ଦର୍ଶନ। ମୁଁ ସର୍ବ ପ୍ରାଣୀର ଶେଷ ଆତ୍ମା ରୂପରେ ମୋର ବାସ। ପରମ ବ୍ରହ୍ମ ଯାହା କହି ସେ ମୋର ଶରୀର ଅଟଇ। ଯେ ଆତ୍ମା ବ୍ୟାପ୍ତ ଲୋକଠାରେ ଲୋକେ ବିଖ୍ୟାତ ଏ ଆତ୍ମାରେ। ଉଭୟ ବ୍ୟାପ୍ତ ହୋଇ ମୁଁ ହିଁ ସଂସାରେ ଅଛି ଦେହ ବହି। ଯେସେନ ନିଦ୍ରା ପାଇ ନରେ ବିଶ୍ୱକୁ ଦେଖଇ ନେତରେ। ନିଦ୍ରା ଉପେକ୍ଷୀ ପୁଣି ସେହି ଆତ୍ମା ଏକ ଆତ୍ମା ହୃଦେ ଦେଖଇ। ସ୍ୱପନେ ଜ୍ଞାନ ପାଇ ଜନେ ସକଳ ମିଥ୍ୟା ଜାଣି ମନେ। ଯାହା ସୁସୁପ୍ତ ହୋ ବୋଲି କହି ନର ଶେଷକୁ ଦେଖଇ। ସୁଖେ ବା ଦୁଃଖ ବା ନିର୍ଗୁଣ ଏ ସର୍ବ ବୋଲି ମୁଁ ହିଁ ଜାଣ। ନିଦ୍ରା ଜାଗ୍ରତେ ଯେଉଁ ଜନ ଉଭୟ ଦେଖଇ ସ୍ୱପନ। ଏ ସତ୍ୟ ମିଥ୍ୟା ଭାବ ଦୁଇ ମୋ ବିନୁ ଅନ୍ୟ ଗତି ନାହିଁ। ଏଣୁ ମୋ ଭାବ ପ୍ରାଣୀ ମାନେ ଭକତି ବଳେ ହୃଦ ଜାଣେ। ଏଣୁ ଏ ଅଖିଳ ସଂସାରେ ମୃତ୍ୟୁ ଜନ୍ମ ଲଭନ୍ତି ନରେ। ମନୁଷ୍ୟ ଜନ୍ମ ଆଶ୍ରା କରି ଜ୍ଞାନେ ଅଜ୍ଞାନେ ଦେହ ଧରି। ଆତ୍ମାକୁ ନ ଜାଣେ ଯେ ନର କେବେ ହେଁ ସୁଖ ନାହିଁ ତାର। ଚେଷ୍ଟା କରଇ କାର୍ଯ୍ୟ ପାଇଁ ନାନା କ୍ଲେଶକୁ ସେ ଲଭଇ। ସୁଖ ଦୁଃଖ ମୁଖ୍ୟକୁ ପାଇ କେବେ ଲଭଇ ନ ଲଭଇ। ହେମନ୍ତ ବିଷୟରୁ ପ୍ରାଣୀ କରମ କରଇ ସେ ଜାଣି। ସୂକ୍ଷ୍ମ ଆତ୍ମା ଗତି ତାଠାରେ ବିମୁକ୍ତ ହୁଏ ସଂସାରେ। ଜ୍ଞାନ ସମ୍ପନ୍ନ ହୋଇ ନର ଭକ୍ତିକୁ ଲଭଇ ମୋହର। ପ୍ରାଣୀର ଧର୍ମପଦ ଏଇ ସମଦର୍ଶୀ ଯେବେ ହୋଇ। ଶ୍ରଦ୍ଧାରେ ଏବେ ରାଜନ ଘେନ ତୁ ମୋହର ବଚନ। ଜ୍ଞାନ ସମ୍ପନ୍ନ ହୋଇ ନରେ ଭକତି ଲଭନ୍ତି ମୋହରେ। ଜ୍ଞାନ ସମ୍ପନ୍ନ ହୋଇ ତୁହି ସିଦ୍ଧ ହୋଇବୁ ବେଗେ ଯାଇ। ଶ୍ରୀ ଶୁକବାଚ ଚିତ୍ରକେତୁକୁ ଆଶ୍ଵସୀଣ ଜଗତ ଗୁରୁ ଭଗବାନ। ଦେଖୁ ଯେ ଥିଲେ ସେ ରାଜନ ପ୍ରଭୁ ହୋଇଲେ ଅନ୍ତର୍ଧ୍ୟାନ। ବୋଲଇ ବିପ୍ର ଜଗନ୍ନାଥ ଚିତ୍ରକେତୁ ରାଜା ଚରିତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାହଂସ